କିଛି କାମ ନାହିଁ କି? କ'ଣ ଗଛ ଗୁଡ଼ାକ କ'ଣ ଉପାଡ଼ି ଦେଉଛ? ଆରେ ଏମାନଙ୍କ ପାଇଁ ମୁଁ ଆଜି ଭିଲିଆନ୍ ସାଜିଗଲି। ମାନେ ମାନେ ଶୁଣୁ, ଏ ହେଉଛି କୋଶଳା ହେଲା। ଏମାନେ ଆଜି ମୋତେ ଓଲଟେଇକି ଡାକିବେ, ମାନେ ଶଳା କଇ ଆଚ୍ଛା କୈଳାସ ଶଳା କଇ ଆଜି ଆମକୁ ଓପାଡ଼ି ଦେଲା। ଆଚ୍ଛା ଆଚ୍ଛା ଏମାନେ ଭାବୁଥିବେ ଯେ କିଛି ଦିନ ତଳେ ଓହୋ ଏ ଲୋକଟା ଭାରି ଜୋରେ ପାଣି ଫାଣି ଦେଉଛି, ଟିକେ ସାର ଫାର ଆଣି ଦେଲା, ଆମକୁ ଭିଟାମିନ୍ ପ୍ରୋଟିନ୍ ସବୁ ଦେଲା, ଦେଖିଲା ବେଳକୁ ଆଜି ଓପାଡ଼ି ଦେଲା। ଗଛ ଭାବିଥିଲେ ନା କ'ଣ? ହଁ, ଇଏ ତ ହେଉଛି ଗଛମାନଙ୍କ କଥା। ଆମ କଥାକୁ ଟିକେ ପଳେଇ ଆସିବା। କ'ଣ ହେଇଛି କି, ନିଜ ବାଇରେ ଯେତେବେଳେ ଟିକେ ନାକୁ ଫସଲ କରିଥିବ, ସେତେବେଳେ ତାକୁ ଖାଇବା ପାଇଁ ତମେ ରେଡ଼ି ହେବ, ଭାରି ମଜା ଲାଗେ। ତ ମୁଁ ବି ସେମିତି ଟିକେ ଏଇଟା ଯେହେତୁ ଲଗେଇଥିଲି, ପାଣି ଫାଣି ଦେଇକି କଷ୍ଟ କରୁଛି। ଅବଶ୍ୟ ମୋ ସାଙ୍ଗରେ ଅନ୍ୟମାନେ ବି କଷ୍ଟ କରିଛନ୍ତି, ମୁଁ ଏକା କରିନି, କାହିଁକିନା ମୁଁ ବେଳେବେଳେ ରହେନି ଘରେ। କିଏ ପାଣି ଦେବ, ତମେ ସବୁ ଦିଅ। ଆଚ୍ଛା ଆଚ୍ଛା ଯେଉଁ ତମେ ଦିଅ, ତମକୁ ବି ବହୁତ ବହୁତ ଧନ୍ୟବାଦ। ଜଣେ ଆଜି ମାନୁଛ। ତମମାନଙ୍କର ହାତ ବାଜିକିରି ଇଏ ଆଜି ଏମିତି ଗୋଟେ ମାନେ ସୁନ୍ଦର ଭାବରେ ହେଇଛନ୍ତି ଆଚ୍ଛା ହେଲା। ବିଡ଼ା କେତେ ଟଙ୍କା? ଆରେ ମୁଁ ଯେତେବେଳେ ଲଗେଇଥିଲି ସେତେବେଳେ ଥିଲା ଗଛ ମାନେ 3 ବିଡ଼ାକୁ 20 ଟଙ୍କା। ତଥାପି ମୋର ଏ ଶାଗ 2 ବିଡ଼ା 10 ଟଙ୍କା ଆଚ୍ଛା ହେଲା। 2 ବିଡ଼ା 10 ଟଙ୍କା, କେତେ ଛନଛନିଆ ହେଇଛି।